जय जगन्नाथ आपण मानक प्रज्योतिषवाल को स्वागत। विश्व प्रसिद्ध रथयात्रा होची आम महाप्रभु जगन्नाथंक पुरी रे हेउथिबा रथयात्रा। ଯେଉଁ ରଥଯାତ୍ରାରେ ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଥାନ୍ତି। ଏହି ରଥଯାତ୍ରା ବିଶ୍ୱ ବ୍ରହ୍ମାଣ୍ଡ ଭଗବାନଙ୍କର ରଥଯାତ୍ରା। ଏହି ରଥଯାତ୍ରାରେ ଭଗବାନ ଭକ୍ତଙ୍କ ପାଖକୁ ଆସିଥାନ୍ତି ଏବଂ ଭକ୍ତ ବି ଭଗବାନଙ୍କ ପାଖକୁ ଯାଇଥାନ୍ତି। ଏକ ଅପୂର୍ବ ମିଳନ ଥାଏ ଭକ୍ତ ଏବଂ ଭଗବାନଙ୍କର। ଭକ୍ତି ଶ୍ରଦ୍ଧାର ପ୍ରତୀକ ହେଉଛି ଏହି ରଥଯାତ୍ରା। ଏହି ରଥଯାତ୍ରା କେବଳ ପୁରୀରେ ନୁହେଁ, ବିଶ୍ୱର ସବୁ ସ୍ଥାନରେ ଆୟୋଜନ କରାଯାଇଥାଏ। କିନ୍ତୁ ପୁରୀ ରଥଯାତ୍ରା ସେଥିମଧ୍ୟରୁ ଅନ୍ୟତମ, କାରଣ ଏଠି ସ୍ୱୟଂ ଜୀବନ୍ତ ଠାକୁର ପୂଜା ପାଇଥାନ୍ତି। ଚାରିଧାମ ମଧ୍ୟରୁ ଏକ ଧାମ ହେଉଛି ଆମ ମହାପ୍ରଭୁ ଜଗନ୍ନାଥ ଧାମ, ଯେଉଁଠି ବିଶ୍ୱାସ ଆସ୍ଥାର ସର୍ବଦା ଜୟ ହୋଇଥାଏ। କେବଳ ଏତିକି ନୁହେଁ, ଏହି ମନ୍ଦିରକୁ ନେଇ ବହୁତ ପୌରାଣିକ ରହସ୍ୟ ରହିଛି। ଯେମିତି ଭଗବାନଙ୍କର ମୂର୍ତ୍ତି ନୂଆ ଭାବେ ଗଢ଼ା ହେବା ପାଇଁ କାଠ କେଉଁ ସ୍ଥାନରୁ କେବେ ଆସିବ, କେଉଁଠୁ ଆସିବ, ସେଇ ଗଛର ସ୍ୱପ୍ନ ପୁରୀ ମନ୍ଦିରର ପୂଜାରୀଙ୍କୁ ଆସେ। ଲକ୍ଷ ଲକ୍ଷ ଗଛ ମଧ୍ୟରୁ ଗୋଟିଏ ଗଛ ଚୟନ କରାଯାଏ ମୂର୍ତ୍ତି ତିଆରି କରିବା ପାଇଁ। ତା ବ୍ୟତୀତ ଭଗବାନ ଶ୍ରୀକୃଷ୍ଣଙ୍କର ହୃଦୟ ଆଜି ମଧ୍ୟ ଜୀବନ୍ତ ଅବସ୍ଥାରେ ମହାପ୍ରଭୁଙ୍କ ଶରୀରରେ ସ୍ପନ୍ଦନ ହେଉଛି, ଯାହା ପ୍ରତି 12 ବର୍ଷରେ ଥରେ ପରିବର୍ତ୍ତନ କରାଯାଇଥାଏ, ଯାହାକୁ ବ୍ରହ୍ମ ପରିବର୍ତ୍ତନ କୁହାଯାଏ। ସେମିତି 22 ପାହାଚରେ ଯମଶିଳା ପଥର, ଯେଉଁଥିରେ ପାଦ ଦେଲେ ପୁଣ୍ୟଫଳ ନଷ୍ଟ ହୋଇଯାଇଥାଏ। ମହାପ୍ରସାଦ ସମାନ ପରିମାଣରେ ପ୍ରତିଦିନ କଲେ ବି କେବେ କମ୍ ହୁଏ ନାହିଁ କି କେବେ ବି ନଷ୍ଟ ହୁଏ ନାହିଁ। ତା ବ୍ୟତୀତ ଧ୍ୱଜାର ବିପରୀତ ଦିଗରେ ଉଡ଼ିବା ଭଳି ଏମିତି ବହୁତ କିଛି ରହସ୍ୟ ରହିଛି ପୁରୀ ମନ୍ଦିରର। ସେହି ରହସ୍ୟ ଭିତରେ ଗୋଟିଏ ରହସ୍ୟ ରହୁଛି ପୁରୀ ରଥଯାତ୍ରାର ରହସ୍ୟ। ରଥଯାତ୍ରା ହେଉଛି ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ଯାତ୍ରା। ଯେଉଁ ଯାତ୍ରା ମହାପ୍ରଭୁ ତାଙ୍କ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ମା ମନ୍ଦିରକୁ ଯାଇଥାନ୍ତି। କିନ୍ତୁ ଏହି ରଥଯାତ୍ରାର ରହସ୍ୟ କ'ଣ, ଚାଲନ୍ତୁ ଜାଣିବା। ଭଗବାନ ଶ୍ରୀ ଜଗନ୍ନାଥଙ୍କର ଏକ ବଡ଼ ଭକ୍ତ ଥିଲା, ଯାହାର ନାମ ସାଲବେଗ। 17ବିଂଶ ଶତାବ୍ଦୀରେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଶାସନ କାଳରେ ବଙ୍ଗାଲର ସୁବେଦାର ଲାଲବେଗ ଥିଲେ। ଏକଦା ସୈନ୍ୟ ଭ୍ରମଣ ସମୟରେ ଓଡ଼ିଶାରେ ସେ ଏକ ସୁନ୍ଦର ବିଧବା ବ୍ରାହ୍ମଣୀଙ୍କୁ ଦେଖିଥିଲେ। ଲାଲବେଗ ସେହି ବ୍ରାହ୍ମଣୀର ସୁନ୍ଦରତାରେ ମନ୍ତ୍ରମୁଗ୍ଧ ହୋଇ ନିଜ ଘରକୁ ନେଇଯାଇଥିଲେ। ସମୟକ୍ରମେ ତାଙ୍କୁ ବିବାହ କରିଥିଲେ। ତାଙ୍କର ପୁତ୍ର ସାଲବେଗ ଜନ୍ମଗ୍ରହଣ କରିଥିଲେ। ନିଜ ପିତାଙ୍କୁ ସାହାଯ୍ୟ କରିବା ପାଇଁ ସେ ବହୁ ଯୁଦ୍ଧକ୍ଷେତ୍ରରେ ଲଢ଼େଇ କରିଥିଲେ। ସାଲବେଗ ନିଜ କର୍ମକ୍ଷେତ୍ରରେ ଏମିତି ଯୁଦ୍ଧ କରୁ କରୁ ଗୋଟିଏ ଥର ଯୁଦ୍ଧ କରିବା ସମୟରେ ସେ ବହୁତ ଖଣ୍ଡିଆ ଖାବରା ହୋଇଯାଇଥିଲେ। ଏମିତି ପରିସ୍ଥିତି ଆସିଥିଲା ଯେ ସେ ମୃତ୍ୟୁ ମୁଖରେ ପଡ଼ିଗଲେ, ଯାହା ଦେଖି ତାଙ୍କର ମା ଚିନ୍ତା କଲେ, ମନ ଦୁଃଖ ମଧ୍ୟ କଲେ। ଶେଷରେ ସେ ଭଗବାନ ବିଷ୍ଣୁଙ୍କର ଆରାଧନା କଲେ। ନିଜେ କରିବା ସହ ନିଜ ପୁତ୍ର ସାଲବେଗଙ୍କୁ ମଧ୍ୟ ଭଗବାନ ବିଷ୍ଣୁଙ୍କର ପ୍ରାର୍ଥନା କରିବା ପାଇଁ କହିଥିଲେ। ନିଜ ମାଙ୍କର କଥା ମାନି ସାଲବେଗ ଭଗବାନ ବିଷ୍ଣୁଙ୍କର ପ୍ରାର୍ଥନା କଲେ। ପ୍ରଭୁଙ୍କର ଭକ୍ତିରେ ସେ ଲୀନ ହୋଇଗଲେ। ଆଶ୍ଚର୍ଯ୍ୟର କଥା ହେଉଛି, ମୃତ୍ୟୁର ଏତେ ନିକଟବର୍ତ୍ତୀ ଥିଲେ ବି ସାଲବେଗଙ୍କର ଶରୀର ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା, ଯାହାଦ୍ୱାରା ସାଲବେଗଙ୍କୁ ଭଗବାନ ବିଷ୍ଣୁଙ୍କ ଉପରେ ବିଶ୍ୱାସ ଆସିଗଲା। ତାପରେ ତାଙ୍କର ଭକ୍ତିଭାବ ଆହୁରି ବଢ଼ିଗଲା। ଏସବୁ ଦେଖି ତାଙ୍କ ମା ଶ୍ରୀ ଜଗନ୍ନାଥଙ୍କ ବିଷୟରେ ତାଙ୍କୁ କହିଲେ। ତା ଛଡ଼ା ରଥଯାତ୍ରାରେ ପ୍ରଭୁଙ୍କର ରଥଯାତ୍ରା ହୁଏ, ଯାହାର ମାନ୍ୟତା କଥା ମଧ୍ୟ ତାଙ୍କୁ ଜଣାଇଲେ, ଯେଉଁଥିରେ ସ୍ୱୟଂ ପ୍ରଭୁ ବିରାଜମାନ କରିଥାନ୍ତି। ଏହିସବୁ ଶୁଣି ସାଲବେଗ ଯେତେବେଳେ ପ୍ରଭୁ ଜଗନ୍ନାଥ ମନ୍ଦିରକୁ ଗଲେ, ତାଙ୍କୁ ସେଠି ରୋକାଗଲା, କାରଣ ସେ ମୁସଲିମ ଥିଲେ। ପୁରୀ ମନ୍ଦିରରେ ହିନ୍ଦୁ ବ୍ୟତୀତ ମୁସଲିମମାନଙ୍କର ପ୍ରବେଶ ମନା ଥିଲା। କିନ୍ତୁ ସାଲବେଗ ହାର ମାନିନଥିଲେ। ସେଠୁ ସେ ବୃନ୍ଦାବନ ଚାଲିଗଲେ। ସେଠି ସାଧୁସନ୍ଥମାନଙ୍କ ସହ ମିଶି ଭଜନ କୀର୍ତ୍ତନ କଲେ, ତାଙ୍କ ସହ ରହିଲେ, ଚେଷ୍ଟା କଲେ ସେ ସର୍ବଦା ଜ୍ଞାନ ପ୍ରାପ୍ତ କରନ୍ତୁ। ସାଧୁଙ୍କର କଥା ଶୁଣିବାକୁ ଲାଗିଲେ, ତାଙ୍କୁ ବୁଝିବାକୁ ଚେଷ୍ଟା କରିବା ତାଙ୍କର ଲକ୍ଷ୍ୟ ଥିଲା। ସେ ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିବାକୁ ଧୀରେ ଧୀରେ ଚେଷ୍ଟା କଲେ।
ନିଜ ଚେଷ୍ଟାରେ ସଫଳ ହେବା ପରେ ସାଲବେଗ ପୁନର୍ବାର ବୃନ୍ଦାବନରୁ ପୁରୀ ମନ୍ଦିର ଆସିଲେ। ସେହି ସମୟରେ ପୁରୀ ମନ୍ଦିରର ରଥଯାତ୍ରା ଆରମ୍ଭ ହେଉଥିଲା। ଏତେ ବାଟ ଆସିବା ଭିତରେ ତାଙ୍କ ଦେହ ବହୁତ ଖରାପ ହୋଇଗଲା। କିନ୍ତୁ ତାଙ୍କର ଆଶା ଭାଙ୍ଗି ନଥିଲା। ସେ ପ୍ରଭୁଙ୍କର ରଥଯାତ୍ରା ଦେଖିବାର ଆଶା ତାଙ୍କ ମନରେ ରହିଥିଲା। କିନ୍ତୁ ତାଙ୍କର ଦେହ ଏତେ ଅସୁସ୍ଥ ହୋଇଗଲା ଯେ ପ୍ରଭୁଙ୍କର ରଥଯାତ୍ରା ଦେଖିବା କି ପ୍ରଭୁଙ୍କର ଦର୍ଶନ କରିବାର ଆଶା କ୍ଷୀଣ ହେବାକୁ ଲାଗିଲା। କିନ୍ତୁ ନିଜ ଭକ୍ତି ଶ୍ରଦ୍ଧା ଦ୍ୱାରା ନିଜ ଇଚ୍ଛା ଶକ୍ତିକୁ ମଜବୁତ କରାଇ ପ୍ରଭୁଙ୍କର ରଥଯାତ୍ରା ଦେଖିବାର ମାନସିକ କଲେ। କିନ୍ତୁ ସେଠି ଗଲାପରେ ଜଣାପଡ଼ିଲା ରଥଯାତ୍ରା ଆରମ୍ଭ ହୋଇଗଲାଣି। କିନ୍ତୁ ରଥ ଗୋଟିଏ ସ୍ଥାନରେ ଅଟକି ରହିଛି। ରଥ ଗଡ଼ୁନାହିଁ। ରଥ କ'ଣ ପାଇଁ ଗଡ଼ୁନାହିଁ ବୋଲି ସମସ୍ତେ ଚିନ୍ତା କରିବା ବେଳେ ପ୍ରଭୁ ପୂଜାରୀଙ୍କୁ ସ୍ୱପ୍ନାଦେଶ ଦେଇ କହିଲେ ଯେ ତାଙ୍କର ଭକ୍ତ ସାଲବେଗଙ୍କୁ ସେ ଅପେକ୍ଷା ସେଇଠି କରିଛନ୍ତି। ସେଥିପାଇଁ ତାଙ୍କ ରଥ ଗଡ଼ୁନାହିଁ। ଏଇ କଥା ଶୁଣି ପୂଜାରୀ ସାଲବେଗଙ୍କୁ ଡାକିଲେ। ତାପରେ ସାଲବେଗ ସେଠି ପହଞ୍ଚିଗଲେ। ରଥର ଦର୍ଶନ କଲେ। ପ୍ରଭୁଙ୍କୁ ମଧ୍ୟ ମନ ଭରି ଦର୍ଶନ କଲେ। ତାଙ୍କ ଭକ୍ତିର ଜୟ ହେଲା। ତାପରେ ରଥ ଆପେ ଆପେ ପୁଣି ଗଡ଼ିବାରେ ଲାଗିଲା। ସେଇ ଦିନଠାରୁ ସାଲବେଗ ଭଗବାନଙ୍କର ଏକ ପ୍ରିୟ ଭକ୍ତ ଭାବେ ପାଲଟି ଗଲେ। ଆଜି ବି ସେହି ସ୍ଥାନରେ ରଥ ଅଟକେ କିଛି ସମୟ ପାଇଁ। ସତ କହିବାକୁ ଗଲେ ପ୍ରଭୁଙ୍କର ମାୟା ସମସ୍ତଙ୍କୁ ଅଜଣା। କହିବାକୁ ଗଲେ ସାଲବେଗ ଜନ୍ମରୁ ମୁସଲିମ ଥିଲେ ବି ଭଗବାନ ଜଗନ୍ନାଥଙ୍କର ଭକ୍ତିଭାବ ଭଜନ ତାଙ୍କୁ ଆଜି ମହାନ କରିଦେଇଛି, ଅମର କରିଦେଇଛି। ଆଜିର ସମାଜ ପାଇଁ ସେ ଗୋଟେ ଜ୍ୱଳନ୍ତ ଉଦାହରଣ। ଆଉ ଆଜିର ସମାଜ ପାଇଁ ଆଉ ଗୋଟେ ଉଦାହରଣ ହେଉଛି ଭକ୍ତ ଏବଂ ଭଗବାନଙ୍କର ଜାତି ଧର୍ମ ପଥ କେବେ ଭକ୍ତ ଆଉ ଭଗବାନଙ୍କୁ ବିଭାଜନ କରିପାରେ ନାହିଁ। କାରଣ ତାଙ୍କୁ ବାନ୍ଧି ରଖିଛି ଭକ୍ତି ଆଉ ବିଶ୍ୱାସ। ଯେଉଁ ବିଶ୍ୱାସ ଡୋରିରେ ଆମେ ମଧ୍ୟ ବାନ୍ଧି ରହୁଛୁ ମହାପ୍ରଭୁ ଜଗନ୍ନାଥଙ୍କ ସହିତ। ଆଶା କରୁଛି ଏହି ରଥଯାତ୍ରାର ରହସ୍ୟ, ରଥଯାତ୍ରାର କାହାଣୀ ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଏମିତି ପ୍ରଭୁ ଜଗନ୍ନାଥଙ୍କର କଥା କି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଏହି ଚ୍ୟାନେଲଟିକୁ ଜଲ୍ଦି କରି ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।